ଶରୀରକୁ ଯେତିକି ବାଧା ହଉଛି ଇଏ କୋଉ ମନ୍ତ୍ରୀ କୋଉ ନେତା କିଏ ସେ ସମସ୍ତେ ଅଛନ୍ତି ଗୋଟେ ମାର କଷ୍ଟ କେହି ଦେଖି ପାରୁନାହାନ୍ତି ସେମାନଙ୍କର କୋଳ ବି ଏମିତି ଶୂନ୍ୟ ହେଇଯିବନି ତ ମତେ ନହେଲେ ଆଦେଶ ଦେବା କଥା ମୋ ହାତରେ ଖଣ୍ଡା ଧରେଇ ଦେବା କଥା ମୁଁ ତାଙ୍କୁ ଗୋଟି ଗୋଟିକିରି ହାଣି ଦେବା କଥା ମୁଁ ଯୋଉଠି ଗୋଟେ ଦେହ ମା କଣ ତଦନ୍ତ ଠିକ ଚାଲିଛି କଣ ଜାଣିପାରୁନା କଣ ତଦନ୍ତ ଠିକ ଚାଲିଛି 11 ଦିନ ହେଲା ମୋ କୋଳ ଶୂନ୍ୟ ମୁଁ କେମିତି ପ୍ରକାର ବଞ୍ଚିଛି ମୁଁ କେମିତି ସରସଜ୍ଜାରେ ଶୋଇଛି ରହିଛି ଆଉ କଣ ମତେ କଣ ନ୍ୟାୟ ମିଳିଲା କଣ ମତେ ନ୍ୟାୟ ମିଳୁଛି ମତେ କିଛି ନ୍ୟାୟ ମିଳୁନି ମୋ ଜାଣିବାରେ ମତେ କିଛି ନ୍ୟାୟ ମିଳୁନି କିଛି ମତେ ନ୍ୟାୟ ମିଳୁନି ସମସ୍ତେ ବହୁତ ଖୁସିରେ ଅଛନ୍ତି ମୋ ପୁଅକୁ ମାରିକି ସମସ୍ତେ ବହୁତ ଭଲରେ ଅଛନ୍ତି ବହୁତ ଖୁସିରେ ଅଛନ୍ତି କଣ ମତେ ତ ନ୍ୟାୟ ମିଳିବ ସେ ଝିଅ ତ ଧରା ହେଲେ ନାହିଁ ସେ ପୋଲିସ 4 ଜଣ ତ ସେମାନଙ୍କୁ ବି ତାଙ୍କୁ ଫାଶୀ ହବା କଥା ସେ ତ ପୁଣି ନିଜେ ଦେଖୁଥିବେ ଯୋଉ ଭିଡିଓ ସୁଟିଂ ହେଇଛି ସେ ତ ପୁଣି ନିଜେ ଦେଖୁଥିବେ ନା ନାହିଁ ଆଉ ତାଙ୍କୁ କଣ ସସ୍ପେଣ୍ଡ କରାହେଇଛି ସସ୍ପେଣ୍ଡ ତ ଆଜି ହେଲା କାଲି ଚାକିରି କରିବି ସେଥିରୁ ମୋ ଆତ୍ମା କଣ ଶାନ୍ତି ପାଇବ ତାଙ୍କୁ ସସ୍ପେଣ୍ଡ ତ ନିହାତି ଫାଶୀ ଦରକାର ଯଦି ସେମାନେ ଫାଶୀ ଉଠେଇ ଦେଇଛନ୍ତି ଫାଶୀ ନାହିଁ ସେମାନେ ତ ମତେ ନହେଲେ ଆଦେଶ ଦେବା କଥା ମୋ ହାତରେ ଖଣ୍ଡା ଧରେଇ ଦେବା କଥା ମୁଁ ତାଙ୍କୁ ଗୋଟି ଗୋଟିକିରି ହାଣି ଦେବା କଥା ମୁଁ ଯୋଉଠି ଗୋଟେ ଦେହ ମା ମୁଁ କେମିତି ପ୍ରକାର ବଞ୍ଚୁଛି କେମିତି ମୁଁ ରହୁଛି ସେଇଟା ମୁଁ ଜାଣୁଛି ଭୀଷ୍ମ ସରସଜ୍ଜାରେ ଶୋଇଥିଲେ ତାକୁ ଏତେ ବାଧା ହଉନଥିବ ମୋର ଇଏ ଶରୀରକୁ ଯେତିକି ବାଧା ହଉଛି ମୋର ଏ ଶରୀରଟାକୁ ଯେତିକି ବାଧା ହଉଛି ଭୀଷ୍ମକୁ ବି ସେତିକି ବାଧା ହେଇନଥିବ ମୋ ସାରା ଜୀବନ ମୁଁ କେମିତି ରହିବି ମୁଁ ସରସଜ୍ଜା କରି କେମିତି ରହିବି ଇଏ କୋଉ ପୁଲିସ ଇଏ କୋଉ ମନ୍ତ୍ରୀ କୋଉ ନେତା କିଏ ସେ ସମସ୍ତେ ଅଛନ୍ତି ଗୋଟେ ମାର କଷ୍ଟ କେହି ଦେଖି ପାରୁନାହାନ୍ତି ସେମାନଙ୍କର କୋଳ ବି ଏମିତି ଶୂନ୍ୟ ହେଇଯିବନି ଯଦି ମୋ ଦୁଃଖ ଦେଖି ପାରୁନାହାନ୍ତି ମୋ କଷ୍ଟ ଦେଖି ପାରୁନାହାନ୍ତି ସେମାନଙ୍କର କୋଳ ଶୂନ୍ୟ ହେଇଯିବନି ଇଏ ଜଗତର ମାଆଙ୍କର ଯଦି କୋଳ ଶୂନ୍ୟ କରିଦେବେ ଇଏ ରାକ୍ଷସ ଯୋଉ ରହିଲା ଆଙ୍କୁ ଯଦି ଫାଶୀ ଦଣ୍ଡ ଗୋଟି ଗୋଟିକି ନହବ ଇଏ ଜଗତର ମା କଣ କୋଳ ଶୂନ୍ୟ ହବ ମୋ କୋଳ ଆଜି ହେଇଛି ଆଗକୁ ଆସୁଛି ସମସ୍ତଙ୍କ କୋଳ ଶୂନ୍ୟ ହେଇଯିବ ରାକ୍ଷସ ସବୁ ଖାଇଦେବେ ରାକ୍ଷସ ସବୁ ରହିବେ ଦେବଂଶ ସବୁ ଯିବେ ରାକ୍ଷସ ସବୁ ରହିବେ ମୋ ଆଜି ମୋ କୋଳ ଶୂନ୍ୟ ହେଇଯିବ ବୋଲି ସମସ୍ତଙ୍କୁ ମଜା ଲାଗୁଛି ସମସ୍ତେ ଦେଖୁଛନ୍ତି ସମସ୍ତେ ଶୁଣୁଛନ୍ତି ହେଲା ଆଉ ସେମାନଙ୍କ କୋଳ ଯେତେବେଳେ ଶୂନ୍ୟ ହେଇଯିବ ଆଉ ନଥବ କିଛି ସମୟ ବ୍ୟାଚ୍ ପିଲା ଆସିଥିଲେ ତାଙ୍କର ଯୋଉ କଣ ସବୁ କହିଲେ ଜିଆରପି ବ୍ୟାଚ୍ ଯୋଉ ଆସିଥିଲେ ଆପଣ କଣ ସବୁ କହିକି ଗଲେ ସବୁ ଭଲ କହିକି ଗଲେ ସବୁ ଭଲ କହିଲେ କେହି ଖରାପ କହିନାହାନ୍ତି ସବୁ ଭଲ କହିଲେ ତାର ଗୋଟିଏ କ୍ୱେଶ୍ଚିନ୍ ଥାଏ ସେ ଯୋଉଠିକି ଯାଏ ସବୁଠି କହେ ମୋ ବୋଉ ଜୀବନ ତାର ଗୋଟିଏ କଥା ତାର ଯେତେ ସାଙ୍ଗ ତାର ଯେତେ ସାଥୀ ଯାହାକୁ ପଚାର ସମସ୍ତଙ୍କ ପାଖରୁ ଗୋଟାଏ କ୍ୱେଶ୍ଚିନ୍ ଶୁଣିବ ଗୋଟେ ପଦ ସେ କହିବ ମୋ ବୋଉ ମୋ ଜୀବନ ମୋ ବୋଉ ମୋ ଜୀବନ ମୋ ବୋଉ ମୋ ଜୀବନ ସେଇଟା ପୁଲିସ ତଦନ୍ତ କରିବ ନା ମୁଁ କରିବି ତାହେଲେ ସିଏ ଗଭର୍ଣ୍ଣମେଣ୍ଟରୁ ସବୁ ଦରମା ପାଇକି ସେମାନେ କାହିଁ ଅଛନ୍ତି ଇଏ ପୋଷାକ ପିନ୍ଧିକିରି କଣ ଭିଡିଓ ସୁଟିଂ ରେ ସେ ଦେଖୁନାହାନ୍ତି ମୋ ପୁଅକୁ ସେ କେମିତି ବୁଲେଇ ବୁଲେଇ ଡ୍ରାମା କରିଥିଲେ ତାକୁ ବି ମାଡିକି ମୋ ପାଖକୁ ଆଣିନି ମୁଁ ଆଣି ଦଉଛି ଧରିକିରି ନା ସେ କଲ୍ କରିନି ସେ କଲ୍ କରିନି ତା ଫୋନ ତମେ ଦେଖିବ ଗୁରୁବାର ଦିନ ତା ଫୋନ ପ୍ରଥମ କଲ୍ କୋଉଠିକି ଯାଇଛି ମୋର ସେଇଟା ହିଁ ଦରକାର ଓ ମୋର କୋଉଠିକି ତାର ପ୍ରଥମ କଲ୍ ତା ଫୋନ ଭିତରୁ ଯାଇଛି ଯେ ମଉଦପୁର ଗାଁକୁ ତା କଲ୍ ଟା ଆସି ପାରିଲା ନାହିଁ ମାଉସୀ ଆପଣ ପ୍ରଥମ ଦିନରୁ ଏଡିଜିଙ୍କୁ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେ ନିର୍ଯାତନା ଦଉଥିଲେ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହେଲାନି କଣ କହିବେ ଏଡିଜିଙ୍କ ବିରୁଦ୍ଧରେ କହୁଥିଲେ ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହଉନି ବର୍ତ୍ତମାନ ଯାଏ ହଉନାହିଁ ମୁଁ ଏଠି ସାମ୍ନାରେ କାହିଁ ଆସିକି ମୋଠୁ ସବୁ ନଉଛ କଥା ମୁଁ କଣ ଏକା ଯିବି ନଢିବି ମୋର ବଳ ଅଛି ନା ମୁଁ ତାଙ୍କୁ ଜାଣିଛି ନା ଚିହ୍ନିଛି ନା କଣ ତାଙ୍କ ବିଷୟରେ ଯେତିକି ଜାଣିଛି ସେତିକି କହିଲି ମୁଁ ସେତିକି କହିଲି ଆଣିବା ତାଙ୍କୁ ଦରକାର ନୁହଁ ତାଙ୍କୁ ତଦନ୍ତ ଆଣିବା ଦରକାର ନୁହଁ ପ୍ରଥମ ଯୋଉଠି ମୋ ପୁଅର ଆରମ୍ଭ ମୁଁ ଜାଣିଲି ବିଶୃଙ୍ଖଳା ସେଇଠୁ ଆରମ୍ଭ ହେଇଛି ସେମାନଙ୍କୁ ଆଣିବା ଦରକାର ନୁହଁ ସେମାନଙ୍କୁ ଆଣିବା ଦରକାର ନୁହଁ ସେମାନଙ୍କୁ ତ ଆଗ ସାମ୍ନାକୁ ଆଣିବା ଦରକାର ନା ସେମାନଙ୍କୁ କେମିତି ଆଣିବନି ଆଉ ଓ ମୋର ଯୋଉ
ଓମ ଯୋଉ କହୁଛନ୍ତି ମୁଁ ତ କହୁନି। ଓମକୁ ମୁଁ ବହୁତ ଭଲ ପାଏ। ଓମକୁ ବି ମୁଁ ପୁଅ ଭଳିଆ ଦେଖେ। ସେ ବି ମୋ ଗାଁର ପୁଅ। ସେ ବି ମୋର ବହୁତ ଭଲ। ତାର ଯୋଉ ଫୋନଟା, ତାର ପ୍ରଥମ ଫୋନଟା କୋଉଠିକି ଯାଇଛି ଯେ ତାର ଗାଁକୁ ଆମର ଫୋନଟା ଆସିପାରୁନି। ମୋ ପାଖରେ ଫୋନଟା ପହଞ୍ଚି ପାରୁନି। କାହିଁକିନା ମୋ ନମ୍ବର ତ ତା ପାଖରେ ଅଛି ନା। ତା ନମ୍ବରଟା ତା ଫୋନଟା ମୋ ପାଖରେ କାହିଁ ପହଞ୍ଚି ପାରେ। ମୋ ଛୁଆକୁ ଯୋଉଠି ଏତେ ଆମର ତ ସମ୍ପର୍କ ଭଲ ନା। ମୋ ଛୁଆଟାକୁ ଯୋଉଠି ଏତେ କଲବଲ କରି ବାଡଉଥିଲେ, ସେ ଏତେ ସମ୍ପର୍କ ଯେ ତ ଅଲଗା ଯାହାର ସମ୍ପର୍କ ନାହିଁ ସେମାନେ ବି ଧୈର୍ଯ୍ୟ ଧରି ପାରୁନାହାନ୍ତି। ତାହେଲେ ତାଙ୍କର ସିଏ ତ ଟିକେ ତା ଫୋନ କି ଯଦି କୋଉ ଆଡିକି ଫୋନ ସେ ନ କରି ପାରିଥିବ, ମୁଁ ଜାଣିବି ପିଲା ଲୋକ ଡରି ଯାଇଛି କୁଆଡିକି ଫୋନ କରିପାରିନି। ଆଉ ଆମ ପାଖକୁ ଗୋଟେ ଜଗା ବେହେରା ବୋଲିକି ସେ ଫୋନ କଲେ। ସେତେବେଳକୁ ମୋ ପୁଅ ମରିକିରି ପୁରା ହାଡ, ଆଉ କିଛି ନାହିଁ। ସେ ଯେତେବେଳେ କଲ ଆସିଲା ମୋ ପୁଅ ସେତେବେଳେ ଆଉ କିଛି ନାହିଁ। ଆମେ ଯେତେବେଳେ ଯାଇ ପହଞ୍ଚିଲୁ ସେତେବେଳକୁ କିଛି ନାହିଁ। ମୋ ପୁଅ ପୁରା ମୋ ପୁଅକୁ ମୁଁ ଧରିଲା ବେଳକୁ ମୋ ପୁଅ ପୁରା ହାଡ ହେଇଯାଇଛି, ଆଉ କିଛି ନାହିଁ। ମୋ ପୁଅର କେତେ ମୁଁ ଧୈର୍ଯ୍ୟ ଧରିକିରି ରହିଛି, ମୋ ପୁଅ ଆତ୍ମା ଶାନ୍ତି ପାଇବ ବୋଲି। ମୋ ଆତ୍ମା ଶାନ୍ତି ମୋ ପୁଅର ପାଉଛି କି ଆମ ଆତ୍ମାକୁ ଶାନ୍ତି ଦଉଛ କି ଖାଲି ଫଟୋ ଉଠେଇକି ନେଇକିରି